ସ୍କିନ୍ରେ କିମ୍ବା ତାଙ୍କର ରୁମ ମଝିରେ ସବୁ ଛୋଟ ଛୋଟ ପୋକ ଟିଙ୍କ ଏସବୁ ହେବାର ଚାନ୍ସେସ୍ ତାଙ୍କର ବଢ଼ିଯାଏ। ମୁଁ ହେଉଛି ଡକ୍ଟର ବିଶ୍ୱରଞ୍ଜନ ଜେନା, ପ୍ରେଜେଣ୍ଟଲି ଏଇଠି ପୋଷ୍ଟେଡ୍ ଅଛି ଆଜ୍ ଭେଟେନାରୀ ଆସିଷ୍ଟାଣ୍ଟ ସର୍ଜନ ସୋରଡ଼ା ବ୍ଲକ। ଏଇସବୁ ରୋଗ ଗୁଡ଼ାକରେ ଜେନେରାଲି ତାଙ୍କର ଜ୍ୱର ହେଇଥାଏ, ତାଙ୍କର ବଡ଼ିର ତାପମାନ ଉତ୍ତାପ ବହୁତ ବଢ଼ି ଯାଇଥାଏ, ତାଙ୍କର ବାନ୍ତି ହୁଏ, ଆନିମାଲ୍ ମାନେ ଖାଇବା ପିଇବା କରନ୍ତିନି, ଖାଇବା ପିଇବା ତାଙ୍କର କମିଯାଏ, ସେମାନେ ଡଲ୍ ଡିପ୍ରେସ୍ ହେଇଯାଆନ୍ତି, ଗୁମ୍ ହେଇକି ବସନ୍ତି, ଆଉ ବାନ୍ତି ହୁଏ, ଆଉ ବେଳେବେଳେ କ'ଣ ହୁଏ କି ତାଙ୍କ ପରିସ୍ରାରେ ରକ୍ତ ଆସେ। ତ ଏଇଟା ସବୁ ହେଉଛି ଲକ୍ଷଣ ଯେଉଁଥିରେ କି ଆମକୁ ଏଇସବୁ ଜାଣି ତାଙ୍କର ରେଗୁଲାର ଯେମିତି ମ୍ୟାନେଜମେଣ୍ଟ ନର୍ମାଲି କରନ୍ତି ଲୋକମାନେ ଶୀତ ଦିନେ ସେମିତି, କିନ୍ତୁ କିଛିଟା ଜିନିଷର ଆମକୁ ନଜର ରଖିବାକୁ ପଡ଼େ। ଯେମିତିକି ଶୀତ ଦିନେ ଆପଣମାନେ ସମସ୍ତେ ଜାଣିଛନ୍ତି ଶୀତ ଦିନେ ଜେନେରାଲି ଏନଭାୟରମେଣ୍ଟ ଟେମ୍ପରେଚର ଟିକେ କମିଯାଇଥାଏ, ଥଣ୍ଡା ଏନଭାୟରମେଣ୍ଟ ଥାଏ। ଯେମିତି ଆମକୁ ବି ଶୀତ ଲାଗେ ସେମିତି ପଶୁମାନଙ୍କୁ ବି ସେ ଆମର କୁକୁର ହୁଅନ୍ତୁ କି ବିଲେଇମାନେ ହୁଅନ୍ତୁ ତାଙ୍କୁ ବି ସେମିତି ଥଣ୍ଡା ଲାଗେ। ତ ଆମର ଯେମିତି ବଡ଼ି ଟେମ୍ପରେଚର ଟିକେ ଟିକେ କମିଯାଏ ଧୀରେ ଧୀରେ, ତାଙ୍କର ବି ସେମିତି ଧୀରେ ଧୀରେ କମିବାର ସମ୍ଭାବନା ଥାଏ। ଯେତେବେଳେ ଆମର ଏନଭାୟରମେଣ୍ଟ ଟେମ୍ପରେଚର ବହୁତ କମିଯାଏ ତ ସେଇ ଟାଇମ୍ରେ ଆମ ପଶୁମାନଙ୍କର ହାଇପୋଥର୍ମିଆ ବୋଲି ଗୋଟେ କଣ୍ଡିସନ୍ ହେବାର ଚାନ୍ସେସ୍ ଥାଏ। ହାଇପୋଥର୍ମିଆ ମାନେ କ'ଣ? ତାଙ୍କର ଯେଉଁ ନର୍ମାଲ ବଡ଼ି ଟେମ୍ପରେଚର ଥାଏ, ବଡ଼ିର ତାପମାନ ସେଇଟା ନର୍ମାଲ ରେଞ୍ଜରୁ କମିଯାଏ, ତ ତାକୁ ଆମେ ହାଇପୋଥର୍ମିଆ କଣ୍ଡିସନ୍ କହୁ, ମେଡ଼ିକାଲ ଟର୍ମରେ ହାଇପୋଥର୍ମିଆ କଣ୍ଡିସନ୍ ବୋଲି କୁହାଯାଏ। ତ ସେଥିରୁ ତାକୁ ପ୍ରିଭେଣ୍ଟ କରିବା ପାଇଁ ଆମେ ଜେନେରାଲି କ'ଣ କରିବା ଉଚିତ କି ପଶୁମାନଙ୍କୁ ଉଷୁମ ଜାଗାରେ ରଖନ୍ତୁ। ଯେମିତି ଆମେ ଶୀତରୁ ରଖିବା ପାଇଁ ଉଷୁମ ଜାଗାରେ ରହୁଛେ, କମଳ ଘୋଡ଼େଇକି ରହୁଛେ କି କ'ଣ ଶୀତ ବସ୍ତ୍ର ପରିଧାନ କରୁଛେ, ତ ସେଥିପାଇଁ ପଶୁମାନଙ୍କୁ ମଧ୍ୟ ତାକୁ କ୍ଲୋଜ୍ଡ ଏନଭାୟରମେଣ୍ଟରେ ରଖନ୍ତୁ, ବନ୍ଦ ଘରେ ରଖନ୍ତୁ, ତାଙ୍କୁ ଥଣ୍ଡା ଜାଗାରେ ନ ରଖିକି ଟିକେ ଉଷୁମ ଜାଗାରେ ରଖନ୍ତୁ। ତାଙ୍କ ପାଇଁ ତାଙ୍କ ଶୋଇବା ଜାଗାରେ କପଡ଼ା ରଖନ୍ତୁ, କମ୍ବଳ ରଖନ୍ତୁ, ବ୍ଲାଙ୍କେଟ୍ ୟୁଜ୍ କରନ୍ତୁ କିମ୍ବା ମୋଟା କପଡ଼ା ୟୁଜ୍ କରନ୍ତୁ, ଯେଉଁଥିରେ କି ସେମାନେ ମଧ୍ୟ ଶୀତରୁ ରକ୍ଷା ପାଇପାରିବେ। ଏଇଟା ହେଉଛି ମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ। ଆଉ କିଛି ମ୍ୟାନେଜମେଣ୍ଟ ଥାଏ, ଯେମିତିକି ଆମେ ଜେନେରାଲି ଡଗ୍ସ ଆଉ କ୍ୟାଟ୍ମାନଙ୍କୁ ତାଙ୍କର ବାଥିଂ ମାନେ ତାଙ୍କ ଗାଧୋଇବାଟା ଆମେ ଜେନେରାଲି ଆଡ଼ଭାଇସ୍ କରୁ ଖରା ଦିନେ ଜେନେରାଲି 8ରୁ 10 ଦିନରେ ଆପଣ ଥରେ ଥରେ ତାଙ୍କୁ ଗାଧାନ୍ତୁ, କିମ୍ବା ଯଦି ଏନଭାୟରମେଣ୍ଟ ଟେମ୍ପରେଚର ବହୁତ ବଢ଼ିଯାଉଛି ତ ସେଇ ଟାଇମ୍ରେ ତାଙ୍କୁ ଗାଧାନ୍ତୁ। କିନ୍ତୁ ଶୀତ ଦିନେ ତାଙ୍କର ଗାଧୋଇବାର ଫ୍ରିକ୍ୱେନ୍ସିକୁ, ତାର ଗାଧୋଇବାର ଇଣ୍ଟରଭାଲକୁ ଆପଣ ବଢ଼ାନ୍ତୁ ମାନେ ଆଟଲିଷ୍ଟ 20-25 ଦିନରେ ତାଙ୍କୁ ଥରେ ଥରେ ଗାଧାନ୍ତୁ। ଆଉ ପାଗ ଦେଖିକି, ଯଦି ଟିକେ ଖରା ହେଉଛି ତାହେଲେ ଖରା ଟାଇମ୍ରେ ଆପଣ ଗାଧୋଇ ପାରିବେ, କିନ୍ତୁ ଯେଉଁ ଟାଇମ୍ରେ ପାଗ ବହୁତ ଥଣ୍ଡା ରହୁଛି କିମ୍ବା ବେଳେବେଳେ ଯେତେବେଳେ ବର୍ଷା ରହୁଛି କିମ୍ବା କୁହୁଡ଼ିଆ ଏନଭାୟରମେଣ୍ଟ ରହୁଛି ତ ସେଇ ଟାଇମ୍ରେ ଜେନେରାଲି ଗାଧୋଇବାଟା ଆଭଏଡ଼ କରନ୍ତୁ। କୁକୁର କିମ୍ବା ବିଲେଇମାନଙ୍କର ରୁମ ବହୁତ ଥାଏ, ତ ସେଥିପାଇଁ ତାଙ୍କୁ ରେଗୁଲାରଲି କମ୍ବିଂ କରିବେ। କମ୍ବିଂ କରିବେ ମାନେ ଗୋଟେ ପାନିଆ ନେଇକି ତାଙ୍କର ଯେଉଁ ଆନିମଲ୍ ମାନଙ୍କର ଯେଉଁ ପାନିଆ ଆସୁଛି ତାକୁ ନେଇକି ତାଙ୍କୁ ରେଗୁଲାରଲି କମ୍ବିଂ କରିବେ। ଯାହାଫଳରେ କ'ଣ ହେବ, ତାଙ୍କର ସ୍କିନ୍ କଣ୍ଡିସନ୍ ଭଲ ରହିବ, ସ୍କିନ୍କୁ ବ୍ଲଡ଼ ସର୍କୁଲେସନ୍ ଭଲ ଯିବ, ଆଉ କୌଣସି ସ୍କିନ୍ର ଇନଫେକ୍ସନ୍ ହେବାର ଚାନ୍ସେସ୍ କମିଯାଏ। ପ୍ରଥମ ଜିନିଷ। ସେକେଣ୍ଡ ଜିନିଷ, ଗାଧୋଇବା ଦ୍ୱାରା ତାଙ୍କର ଯେଉଁ ଆମର ଯାହା ବି ଆମର ରହିଲେ ଟିଙ୍କ ହେଲେ, କିଛି ଛୋଟ ଛୋଟ ପୋକ ହେଲେ, ଉଡ଼ା ପୋକ ହେଲେ, ଏଗୁଡ଼ା ଯେମିତି ଗାଧୋଇଲା ବେଳେ ପଳାନ୍ତି, ତ ସେମିତି ଆମେ ଶୀତ ଦିନେ କ'ଣ କରିବା, ଯେତେବେଳେ ଗାଧୋଇବାର ପରିମାଣଟା ଆମେ କମେଇ ଦେବା, ତ ସେଇ ଟାଇମ୍ରେ ଯଦି ଆମେ ତାଙ୍କୁ କମ୍ବିଂ ନ କରିବା, ଯଦି ଭଲସେ ତାଙ୍କର ନ କୁଣ୍ଡେଇବା, ତ ସ୍କିନ୍ରେ କିମ୍ବା ତାଙ୍କର ରୁମ ମଝିରେ ସବୁ ଛୋଟ ଛୋଟ ପୋକ ଟିଙ୍କ ଏସବୁ ହେବାର ଚାନ୍ସେସ୍ ତାଙ୍କର ବଢ଼ିଯାଏ। ତ ସେଥିପାଇଁ ଶୀତ ଦିନେ ଜେନେରାଲି ଗାଧୋଇବାଟା କମ୍ କରିଦେବେ। ଟିକେ ପାଗ ଭଲ ଥିଲେ, ପାଗ ଯେତେବେଳେ ଖରାପ ପାଗ ରହିବ ସେଇ ଟାଇମ୍ରେ ଗାଧୋଇବେ, ଆଉ ଦିନକୁ ପ୍ରତିଦିନ ଆଟଲିଷ୍ଟ ଥରେ କିମ୍ବା 2 ଥର ତାକୁ ରେଗୁଲାରଲି କୁଣ୍ଡେଇବେ। ଏତିକି କଲେ ତାଙ୍କର ସ୍କିନ୍ କଣ୍ଡିସନ୍ ବହୁତ ଭଲ ରହିବ। ଆଉ ଶୀତ ଦିନରେ କିଛି ରୋଗ ଥାଏ ଯେଉଁଟାକି ବେଶୀ ଶୀତ ଦିନରେ ହୁଏ। ଯେମିତିକି ଶୀତ ଦିନରେ ଆମର ନର୍ମାଲି ଏନଭାୟରମେଣ୍ଟରେ ଯେଉଁଗୁଡ଼ା ଟିଙ୍କ ହେଲେ, କିଛି କିଛି ପୋକ ହେଲେ, ଉଡ଼ା ପୋକ, ମଶା, ମାଛି, ଏମାନଙ୍କର ପପୁଲେସନ୍ ଟିକେ ବଢ଼ିଯାଏ ଏନଭାୟରମେଣ୍ଟରେ। ତ ସେଇ ଯେଉଁ ଟିଙ୍କ ଦ୍ୱାରା ଆମର କୁକୁର ହୁଅନ୍ତୁ, ବିଲେଇ ହୁଅନ୍ତୁ କିମ୍ବା ଗାଈ, ମଇଁଷି, ଏମାନଙ୍କୁ କିଛି ଡିଜିଜେସ୍ ହେବାର ଚାନ୍ସେସ୍ ଥାଏ। ଯେମିତିକି କୁକୁରରେ ଆମର କିଛି ଡିଜିଜ୍ ହୁଏ, ଏର୍ଲିଚିଆ ହୁଏ, ବାବେସିଆ ହୁଏ, ଆନାପ୍ଲାଜମୋସିସ୍ ହୁଏ। ଏଇସବୁ ଡିଜିଜ୍ ଆମର ମେନଲି ଟିଙ୍କ ଦ୍ୱାରା ବ୍ୟାପିଥାଏ
କୁକୁରରୁ ଆଉ ଗୋଟେ କୁକୁରକୁ ବ୍ୟାପିଥାଏ। ତ ଏଇସବୁ ରୋଗ ଆମର ତାକୁ ଆମେ ମେଡ଼ିକାଲ ଟର୍ମରେ ଭେକ୍ଟର ବର୍ନ ଡିଜିଜ୍ ବୋଲି କହିଥାଉ। ତ ଏଇ ତାହେଲେ ପେଟ୍ମାନଙ୍କୁ ମଧ୍ୟ ଏଇ ଯେଉଁ ଟିକ୍ ବର୍ନ ଭେକ୍ଟର ବର୍ନ ଡିଜିଜ୍ ଯେଉଁଟା ଟିଙ୍କ ଦ୍ୱାରା ବ୍ୟାପିଥାଏ, ଏଇ ଡିଜିଜ୍ ବି ବହୁତ ହେଇଥାଏ। ତ ୟାର ପ୍ରିଭେନ୍ସନ୍ ଯଦି କୌଣସି ଆମକୁ ଯଦି ଲାଗୁଛି କି କୌଣସି ଆନିମଲ୍ ଏମିତି ଆଫେକ୍ଟେଡ୍ ଅଛନ୍ତି, ତାହେଲେ ଆମ ଆଡ଼ଭାଇସ୍ ହେବ କି ତୁରନ୍ତ ଯେଉଁ ନିୟରେଷ୍ଟ ଭେଟେନାରୀ ଡକ୍ଟର ଯିଏ ବି ଅଛନ୍ତି, ପଶୁ ଡାକ୍ତର ଅଛନ୍ତି, ତାଙ୍କୁ ଦେଖାନ୍ତୁ।